ଆଖି ବନ୍ଦ କରି ଭାବନ୍ତୁ ତ ଘନ ଜଙ୍ଗଲ ଆଉ ଜଣେ ସାହସୀ ଅନୁସନ୍ଧାନକାରୀ ରାସ୍ତା କାଟି କାଟି ଆଗକୁ ବଢ଼ୁଛନ୍ତି। କାହିଁକି? କାରଣ ସେ ଖୋଜୁଛନ୍ତି ସମୟ ଭିତରେ ହଜିଯାଇଥିବା ଏକ ପୁରାତନ ସଭ୍ୟତାର କିଛି ସୁରାଗ। ଏମିତି କାହାଣୀ ତ ଆମେ ସବୁବେଳେ ଶୁଣି ଆସିଛେ ଆଉ ଆମକୁ ଭଲ ବି ଲାଗେ, କିନ୍ତୁ ଆଜି ଆମେ ଜାଣିବା କେମିତି ଏହି ପୁରା କାହାଣୀ ହିଁ ବଦଳିବାକୁ ଯାଉଛି। ଆଉ ଏଇଠୁ ଆରମ୍ଭ ହେଉଛି ଆମର ଆଜିର ମୂଳ ପ୍ରଶ୍ନ। କ'ଣ ହେବ ଯଦି ଆମେ ଭାବୁଥିବା ସେଇ ହଜିଲା ସହରଗୁଡ଼ିକ ପ୍ରକୃତରେ ହଜି ହିଁ ନାହିଁ? ଯଦି ସେଗୁଡ଼ିକ ଖାଲି ଆମ ଆଖି ସାମ୍ନାରେ କିନ୍ତୁ ଗଛଲତାର ଏକ ମୋଟା ଚାଦର ତଳେ ଲୁଚି ରହିଛି? କେବେ ଭାବିଛନ୍ତି ଆମର ଇତିହାସକୁ ଦେଖିବାର ଦୃଷ୍ଟିକୁ ବୋଧହୁଏ ଏହି ଜଙ୍ଗଲ ହିଁ ଧୁଆଳିଆ କରିଦେଇଛି? ଦେଖନ୍ତୁ, ପୁରୁଣା ଦିନରେ ପ୍ରତ୍ନତତ୍ତ୍ୱବିଦ୍ମାନଙ୍କ ପାଇଁ ଏମିତି ଖୋଜିବା କାମଟା ଭାରି କଷ୍ଟ ଥିଲା, ବହୁତ ସମୟ ବି ଲାଗୁଥିଲା। କିନ୍ତୁ ଏବେ ଗୋଟେ ଏମିତି ଟେକ୍ନୋଲୋଜି ଆସିଛି ଯାହାକି ପୁରା ଖେଳକୁ ହିଁ ବଦଳେଇ ଦେଇଛି। ଆଉ ସେଇ ଟେକ୍ନୋଲୋଜିର ନାଁ ହେଉଛି ଲାଇଡାର। ଏବେ ମନରେ ପ୍ରଶ୍ନ ଆସୁଥିବ, ଏଇଟା କ'ଣ? ଆରେ ଏକଦମ ସରଳ ଭାଷାରେ କହିଲେ ଏଇଟା ଗୋଟେ ହାଇଟେକ୍ ମ୍ୟାପିଂ ମେସିନ୍। ଏହା କ'ଣ କରେ ନା, ଲେଜର ଲାଇଟ୍ ବ୍ୟବହାର କରି ମାଟିର ଗୋଟେ ପରଫେକ୍ଟ 3D ମ୍ୟାପ୍ ତିଆରି କରିଦିଏ, ଏକଦମ ସଠିକ୍। ହଉ, ତେବେ ଏଇଟା କାମ କେମିତି କରେ? ବୁଝିବାକୁ ବହୁତ ମଜାଦାର। ପ୍ରଥମେ ଗୋଟେ ପ୍ଲେନ୍ ଜଙ୍ଗଲ ଉପରେ ଉଡ଼େ ଆଉ ତଳକୁ କୋଟି କୋଟି ଲେଜର ଲାଇଟ୍ ଛାଡ଼େ। ତାପରେ ସେଇ ଲାଇଟ୍ଗୁଡ଼ାକ ଗଛପତ୍ରର ଫାଙ୍କ ଭିତରେ ଗଳିଯାଇ ସିଧା ମାଟିରେ ବାଜେ ଆଉ ଫେରିଆସେ। ଆଉ ଶେଷରେ ପ୍ଲେନ୍ରେ ଥିବା ସେନ୍ସର ସେଇ ଫେରିଆସୁଥିବା ଲାଇଟ୍କୁ ଧରିନିଏ। ଆଉ ବାସ୍, ଏକ 3D ମ୍ୟାପ୍ ତିଆରି ହୋଇଯାଏ, ଯେମିତିକି କିଏ ଜଙ୍ଗଲକୁ ଡିଜିଟାଲ ଭାବରେ ସେଠୁ ହଟେଇ ଦିଏ। ଆଉ ଏହାର ରେଜଲ୍ଟ ସତରେ ଏହା ଆଶ୍ଚର୍ଯ୍ୟ କରିଦେବା ଭଳି। ଚାଲନ୍ତୁ ଦେଖିବା ଏହି ଟେକ୍ନୋଲୋଜି କେମିତି ଆମର ପ୍ରାଚୀନ ଦୁନିଆ ବିଷୟରେ ଥିବା ସବୁ ଧାରଣାକୁ ଓଲଟାପାଲଟା କରିଦେଉଛି। ଏଇ ସଂଖ୍ୟାଟାକୁ ଟିକେ ଦେଖନ୍ତୁ, 6000। ଖାଲି 6000 ମାଟିର ପ୍ଲାଟଫର୍ମ ଲାଇଡାର ସାହାଯ୍ୟରେ ଇକ୍ୱେଡରର ଉପାନ ନଦୀ କୂଳରେ ଗୋଟେ ପୁରା ଅଜଣା ସହରୀ ସଭ୍ୟତାରେ ମିଳିଛି। ଭାବିପାରୁଛନ୍ତି ଏହା କେତେ ବଡ଼ ହୋଇଥିବ? ଏହା ସତରେ କଳ୍ପନା ବାହାରେ। ଆଉ ଶୁଣନ୍ତୁ, ଏଗୁଡ଼ାକ କିଛି ଛୋଟମୋଟ ଗାଁ ଗଣ୍ଡା ନୁହେଁ। ଆମେ କଥା ହେଉଛେ ବିଶାଳ ସହର ବିଷୟରେ। ଏମିତି ସହର ଯେଉଁଠି 22 ମିଟର ଉଚ୍ଚାର ପିରାମିଡ୍ ଥିଲା, ମାଇଲ ମାଇଲ ଧରି ସିଧା ରାସ୍ତା ଥିଲା ଯାହା ଗୋଟେ ସହରକୁ ଆଉ ଗୋଟେ ସହର ସହ ଯୋଡ଼ୁଥିଲା। ଏପରିକି ପାଣି ପାଇଁ ବଡ଼ ବଡ଼ କେନାଲ ଆଉ ଜଳାଶୟ ବି ଥିଲା। ତେଣୁ ଏଗୁଡ଼ିକ ଅଲଗା ଅଲଗା ଜାଗା ନୁହେଁ, ବରଂ ପରସ୍ପର ସହ ଯୋଡ଼ି ହୋଇ ରହିଥିବା ଏକ ପୂରାପୂରି ବିକଶିତ ସଭ୍ୟତା ଥିଲା। ଏ ବିଷୟରେ ଜଣେ ବଡ଼ ଆନ୍ଥ୍ରୋପୋଲୋଜିଷ୍ଟ ଆର୍ଲେନ୍ ଚେଜ୍ ଗୋଟେ କଥା କହିଛନ୍ତି। ସେ କହିଛନ୍ତି, ଲିଡାର ହିଁ ସେଇ ଜିନିଷ ଯାହା ପାଇଁ ମାୟା ସଭ୍ୟତା ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ଏତେ ଦିନ ଅପେକ୍ଷା କରିଥିଲେ। ବାସ୍, ଏହି ଗୋଟିଏ ବାକ୍ୟରୁ ହିଁ ଜଣାପଡ଼ୁଛି ଏହି ଟେକ୍ନୋଲୋଜି କେତେ ଗୁରୁତ୍ୱପୂର୍ଣ୍ଣ। ହେଲେ ଏତେ ସବୁ ଉତ୍ସାହ ଭିତରେ ଗୋଟେ ମିନିଟ୍ ଅଟକିବାକୁ ପଡ଼ିବ, କାରଣ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ବୁଝିବାର ଅଛି। କଥାଟା ଖାଲି ଆବିଷ୍କାରର ନୁହେଁ, ବରଂ ସେହି ଆବିଷ୍କାରର କାହାଣୀକୁ କେମିତି କୁହାଯାଉଛି ତାର ମଧ୍ୟ। ତେବେ ମୂଳ ପ୍ରଶ୍ନ ହେଉଛି, ଏ ଯେଉଁ ହଜିଲା ସହର ବୋଲି ଆମେ କହୁଛୁ, ସେଗୁଡ଼ିକ କ'ଣ ସତରେ ହଜିଯାଇଥିଲା କି? ଏହି ହଜିଯିବା ଶବ୍ଦଟାର ପ୍ରକୃତ ମାନେ କ'ଣ ଏଠି? ଦେଖନ୍ତୁ, ମିଡିଆ ହେଡଲାଇନ୍ ଚିତ୍କାର କରୁଛି, ଆକାଶରୁ ଆମାଜନର ହଜିଲା ସହରର ଆବିଷ୍କାର। କିନ୍ତୁ ସତ କଥା କ'ଣ ଜାଣନ୍ତି? ସତ କଥା ହେଲା, ସେଠାକାର ସ୍ଥାନୀୟ ଆଦିବାସୀ ଲୋକମାନଙ୍କୁ ଏହି ଜାଗାଗୁଡ଼ିକ ବିଷୟରେ ବହୁତ ଆଗରୁ ଜଣାଥିଲା, ଦଶନ୍ଧି ଦଶନ୍ଧି ଧରି। ଲାଇଡର କେବଳ ସେମାନଙ୍କ ଜ୍ଞାନ ଆଉ ବୈଜ୍ଞାନିକମାନଙ୍କର ପୁରୁଣା ଗବେଷଣାକୁ ଏକ ବଡ଼ ସ୍ତରରେ ପ୍ରମାଣିତ କରୁଛି। ଆଉ ଏଇ ହଜିଲା ସହର କାହାଣୀର ଗୋଟେ ବଡ଼ ସମସ୍ୟା ଅଛି। ଏହା ସେହି ଆଦିବାସୀ ସମ୍ପ୍ରଦାୟର ଅବଦାନକୁ ପୂରାପୂରି ଭୁଲିଯାଏ, ଯେଉଁମାନେ ପିଢ଼ି ପରେ ପିଢ଼ି ଏହି ଜାଗାଗୁଡ଼ିକୁ ଜଗି ଆସିଛନ୍ତି। ସତ କହିଲେ, ସେମାନଙ୍କ ପାଇଁ ତ ଏହା କେବେ ହଜି ହିଁ ନଥିଲା। ଆଚ୍ଛା, ତେବେ ଏସବୁ ପୁରୁଣା କଥା ଜାଣି ଆଜିର ଦୁନିଆରେ ଆମର ଲାଭ କ'ଣ? ବହୁତ ବଡ଼ ଲାଭ ଅଛି। ଚାଲନ୍ତୁ ଦେଖିବା ଏହି ପ୍ରାଚୀନ ସଭ୍ୟତାର ଜ୍ଞାନ ଆଜିର ଜଳବାୟୁ ପରିବର୍ତ୍ତନ ଭଳି ବଡ଼ ସମସ୍ୟାର ସମାଧାନରେ କେମିତି ସାହାଯ୍ୟ କରିପାରେ। ଏହି ଲୋକମାନେ ଯେଉଁ କୌଶଳ ବ୍ୟବହାର କରୁଥିଲେ, ତାହା ଆଜି ପାଇଁ ଏକ ଶିକ୍ଷା। ଭାବି ଦେଖନ୍ତୁ, ସେମାନେ ବନ୍ୟା ଆଉ ମରୁଡ଼ିକୁ ସମ୍ଭାଳିବା ପାଇଁ ଜବରଦସ୍ତ ଜଳ ପରିଚାଳନା ସିଷ୍ଟମ ତିଆରି କରୁଥିଲେ। ପାହାଡ଼ରେ ଏମିତି ଚାଷ କରୁଥିଲେ ଯେ ମାଟି ଧୋଇ ହୋଇଯାଉନଥିଲା। ଏପରିକି ଆମାଜନର ଅନୁର୍ବର ମାଟିକୁ ବି ସେମାନେ ଟେରାପ୍ରେଟା ନାମକ କଳା ମାଟି ତିଆରି କରି ଉର୍ବର କରିପାରୁଥିଲେ। ସବୁଠୁ ବଡ଼ କଥା ହେଲା, ସେମାନେ ପ୍ରକୃତିକୁ ହଟାଇ ନୁହେଁ, ବରଂ ପ୍ରକୃତି ସହ ମିଶି ସହର ଗଢ଼ିଥିଲେ। ଏଥିପାଇଁ ତ ପ୍ରତ୍ନତତ୍ତ୍ୱବିତ୍ ଷ୍ଟେଫେନ୍ ରୋଷ୍ଟେନ୍ କହନ୍ତି, ଆଦିବାସୀ ଲୋକଙ୍କ ପାଖରେ 30,000 ବର୍ଷର ଅଭିଜ୍ଞତା ଅଛି। ଆମକୁ ସେମାନଙ୍କଠାରୁ ଶିଖିବାକୁ ହିଁ ପଡ଼ିବ। ସେମାନଙ୍କର ସେହି ପାରମ୍ପରିକ ଜ୍ଞାନ ଆଜି ଆମ ପାଇଁ କୌଣସି ସମ୍ପତ୍ତିଠାରୁ କମ୍ ନୁହେଁ।
କିନ୍ତୁ ଦୁଃଖର କଥା କ'ଣ ଜାଣନ୍ତି? ଯେଉଁ ସମୟରେ ଆମେ ଏହି ଅଦ୍ଭୁତ ଜାଗାଗୁଡ଼ିକୁ ପୁଣି ଥରେ ଖୋଜି ପାଉଛେ, ଠିକ୍ ସେହି ସମୟରେ ସେଗୁଡ଼ିକ ଉପରେ ଆଧୁନିକ ଦୁନିଆର ବିପଦ ମାଡ଼ି ଆସୁଛି। ଗୋଟେପଟେ ଜଙ୍ଗଲ କଟା ଚାଲିଛି, ଅନ୍ୟପଟେ ଲୁଟେରାମାନେ ଐତିହ୍ୟ ଲୁଟ୍ କରୁଛନ୍ତି, ଆଉ ଜଳବାୟୁ ପରିବର୍ତ୍ତନ ତ ସବୁକିଛିକୁ ଧୀରେ ଧୀରେ ନଷ୍ଟ କରିଦେଉଛି। ତେବେ ଏବେ ପ୍ରଶ୍ନ ଉଠୁଛି, ଆଗକୁ କ'ଣ? ଏତେ ସବୁ ଜାଣିବା ପରେ ଭବିଷ୍ୟତରେ ଆଉ କ'ଣ ସବୁ ଉନ୍ମୋଚନ ହେବାର ବାକି ଅଛି? ଶେଷରେ ଏହି ଗୋଟିଏ ପ୍ରଶ୍ନ ସହ ଛାଡ଼ିଯିବାକୁ ଚାହୁଁଛି, ଆହୁରି କେତେ ଇତିହାସ, କେତେ ଅକୁହା କାହାଣୀ ଏମିତି ହିଁ ଆମ ଆଖି ସାମ୍ନାରେ ଥାଇ ବି ଖେବଡ଼ା ଗଛପତ୍ରର ଏକ ସବୁଜ ଚାଦର ତଳେ ଲୁଚି ରହିଛି। ଲାଇଡାର ଭଳି ଟେକ୍ନୋଲୋଜି ତ ଆମକୁ ଅତୀତକୁ ଦେଖିବା ପାଇଁ ଏକ ନୂଆ ଆଖି ଦେଇଛି। ଏବେ ଦେଖିବାର କଥା, ସେହି ଆଖିରେ ଆଗକୁ ଆଉ କ'ଣ କ'ଣ ସବୁ ଦେଖାଯାଉଛି। ଏହାର ଉତ୍ତର କେବଳ ସମୟ ହିଁ ଦେବ।